ସେଇଟା ଆକ୍ଚୁଆଲି ଆମର ଗୋଟେ ପ୍ଲାଣ୍ଟେସନ୍ ସାଇଟ୍ 2026ରେ ପ୍ଲାଣ୍ଟେସନ୍ ହବାର ଜୁଲାଇରେ ପ୍ଲାଣ୍ଟେସନ୍ ହବା ପାଇଁ ସେଇଟା ଆପ୍ରୁଭାଲ୍ ନିଆଯାଇଥିଲା। ଆଉ ସେଇ ପରିପ୍ରେକ୍ଷୀରେ ହିଁ ସେ ଜାଗାରେ ଆମର ପ୍ରି ପ୍ଲାଣ୍ଟିଂ ଅପରେସନ୍ସ ଯେଉଁଗୁଡ଼ା ଅଛି ସେ କାମ ଗୁଡ଼ା ଚାଲିଥିଲା। ଯେଉଁଟାକି ଆମର କ୍ଲାଇମ୍ବର କଟିଂ ହେଲା, ବୁସ୍ କ୍ଲିନିଂ ହେଲା, ସିଲ୍ଭିକଲଚରାଲ ଅପରେସନ୍ସ ଯାହା ବି ଥିଲା ସେଟାକୁ ଆମର ପ୍ରାଧାନ୍ୟ ଦିଆକି ସେ ଜାଗାରେ କାମ ଚାଲିଥିଲା। ତାପରେ ଏବେ ସେ ଜାଗାରେ ଫିଟିଂସ ମଧ୍ୟ କମ୍ପ୍ଲିଟ୍ ଚାଲିଛି। ଆଉ ଆପଣଙ୍କର ଫେନ୍ସିଂ ବି ହେଇଯାଇଛି। ତ ସେଇଟା ଆମର ପ୍ଲାଣ୍ଟେସନ୍ ସାଇଟ୍ ଅଛି। ସେଠାରେ କିଛି ମାନେ ମୂଲ୍ୟବାନ ଗଛ ସେମିତି କିଛି ନଥିଲା ସେ ଜାଗାରେ। ନର୍ମାଲ ସେଠି ଖାଲି ପୋଲ୍ସ କିଛିଟା ନନ୍ ସାଲ୍ ପୋଲ୍ସ କିଛିଟା ଥିଲା, ଆଉ କିଛିଟା କ୍ଲାଇମ୍ବର୍ସ ଆଉ ବୁସେସ୍ ଥିଲା ଯେଉଁଟାକୁ କ୍ଲିନ୍ କରାହେଇଥିଲା ଫିଟିଂକୁ ଏନାବଲ୍ କରିବା ପାଇଁ, ଗାତ ଖୋଳିବାକୁ ଏନାବଲ୍ କରିବା ପାଇଁ ସେଟାକୁ ସେଇ କାମ କରାହେଇଥିଲା ଡିପାର୍ଟମେଣ୍ଟ। ସାର୍ ଯୋଉ ଗଛ ଗୁଡାକ ଯୋଉ କାଟି ଦିଆଯାଇଛି ବିକ୍ରି କରିଦିଆଯାଇଛି କଣ? ଗଛ ସେଠି ତ ଏତେ ଇଏ ବିକ୍ରି କରିବା ଇଏ କିଛି ଗଛ ନଥିଲା। ସେଟା ଯେତିକି ଆମ ଘରେ ନନ୍ ସାଲ୍ ପୋଲ୍ସ ଆଉ କିଛିଟା ବାହାରିଲା କ୍ଲାଇମ୍ବର୍ସ ବାହାରିଲା ତାକୁ ଆମେ ଫେନ୍ସିଂ କରିବା ପାଇଁ ରଖିଥିଲୁ। ତା ବ୍ରସୁର ଫେନ୍ସିଂ ଆମର ଗୋଟେ ଅଛି, ସେଟାକୁ ଆମେ ସେଇ ଜାଗା ସେଥିପାଇଁ ରଖା ହେଇଥିଲା। ଆଉ ଏମିତି କିଛି ବିକିବାର କିଛି ଇଏ ଆସିନି। ସାର୍ କାଠ ମାଫିଆ ମାନେ ଜଡ଼ିତ ଅଛନ୍ତି ମାନେ ଶୁଣିବାକୁ ମିଳୁଛି କଣ କହିବେ? ସେଠି ଆମର କମ୍ପ୍ଲିଟ୍ ପ୍ରୋଟେକ୍ସନ୍ କ୍ୟାମ୍ପ ଅଛି। ଆମର ପିଲାମାନେ ସେଠି ବୁଲୁଛନ୍ତି ସେ ଜାଗାରେ। ତ କାଠ ମାଫିଆ ମାନଙ୍କର ସେମିତି କିଛି ମାନେ ଆସିବାର ଆମ ପାଖରେ କିଛି ନଜର ନାହିଁ, କାହିଁକିନା ଆମର ପାଟ୍ରୋଲିଂ କଣ୍ଟିନ୍ୟୁଅସଲି ସେ ଜାଗାରେ ହେଉଛି। ଯେହେତୁ ଗୋଟେ ଡିପାର୍ଟମେଣ୍ଟାଲ ଅପରେସନ୍ ଥିଲା ଆଉ ଆମର ପ୍ଲାଣ୍ଟେସନ୍ ପାଇଁ କାମର ଚାଲିଥିଲା, ତ ସେଟା ପ୍ଲାଣ୍ଟେସନ୍ କାମ ହିଁ ସେ ଜାଗାରେ ଚାଲିଛି। ଆଉ ଅଲଗା କିଛି ମାନେ କିଏ ବାହାର ଲୋକ କିଏ କିଛି କେତେ କେତେ ଏରିଆ କେତେ ହେକ୍ଟର ଜାଗା ଆମର ନୂତନ ଜଙ୍ଗଲ ସୃଷ୍ଟି କରାଯାଉଛି ଆଉ ଯେଉଁ ଜଙ୍ଗଲ ସୃଷ୍ଟି କରିବା ପାଇଁ ଯେଉଁ ଅଞ୍ଚଳ ଗଛ ଗୁଡ଼ାକ କଟାଯାଇଛି ଅନାବନା ଗଛ ତ ସେଥିପାଇଁ କିଛି ରେଗୁଲେସନ ହେଇଛି ଏବଂ ଗାଁ ଲୋକଙ୍କ ସହ ଅନୁମତି ନିଆଯାଉଛି ଆଉ କିଛି ଗ୍ରାମ ସଭା ହେଇଛି। ସେଠି ପାଖରେ ଥିବା ଲଟିଗାଁ ଯୋଉ ଭିଏସ୍ଏସ୍ ଅଛି, ଆମର ଲଟିଗାଁ ସହିତ ଆମର ରିଜଲ୍ୟୁସନ୍ ହେଇଛି ଏବଂ ତାଙ୍କ ସହିତ ଆମର ମିଟିଂ ହେଇଛି। ସେମାନେ ବି ସମ୍ପୂର୍ଣ୍ଣ ସହମତି ଦେଇଥିଲେ ସେ ଜାଗାରେ ପ୍ଲାଣ୍ଟେସନ୍ କରିବା ପାଇଁ। ତାଙ୍କ ସହମତି ନେଲା ପରେ ତାଙ୍କର ସହଯୋଗରେ ହିଁ ଆମେ ସେଠି ପ୍ଲାଣ୍ଟେସନ୍ କାମ ଆରମ୍ଭ କରିଥିଲୁ। ଆଉ ସେଟା ଆମର ଗୋଟେ 25 ହେକ୍ଟର୍ସର ସେଟା ଗୋଟେ ପ୍ଲାଣ୍ଟେସନ୍ ଅଛି, ଏଏନ୍ଆର୍ ୱିଥ୍ ଗ୍ୟାପ୍ ପ୍ଲାଣ୍ଟେସନ୍। ଆମେ ଯୋଉଠି ଆମକୁ ଗ୍ୟାପ୍ ମିଳିଛି ସେଇ ପ୍ୟାଚେସ୍ରେ ସେଇ ଜାଗାରେ ଆମେ ଗଛ ଲଗେଇବୁ। ପାଖାପାଖି 12,500 ଗଛ ସେଇ ଜାଗାରେ ଲାଗିବ।